ଯୁଯୁମରା ବ୍ଲକ କାର୍ଯ୍ୟାଳୟଠାରେ କେଶାପାଲି ପଞ୍ଚାୟତର 7 ଗୋଟି ଗ୍ରାମବାସୀ ବିଡିଓ ବିଜୟ କୁମାର ସାଇଙ୍କୁ ସାକ୍ଷାତ କରି ପଦାପାଣି ଛକରୁ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ପାଇଁ ଦାବି ପ୍ରଦାନ କରିଛନ୍ତି। ଏହାଦ୍ୱାରା କେଶପାଲି, ପଦାପାଣି, ଗୀତମାଲ, ଜରାସିଂହା, ଅୟଲା ଝରଣ, ସାଲେ ଝାରଣ, ବାଇଟିଙ୍ଗିଆ ପ୍ରମୁଖ 7ଟି ଗ୍ରାମବାସୀଙ୍କୁ ସୁବିଧା ହେବ। ବାମରା ବ୍ଲକଠାରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ମୋଣ୍ଡର ଏବଂ ଏସପି ମୁକେଶ କୁମାର ଭାମୁଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ 62ଟି ଅଭିଯୋଗ ଶୁଣାଣି କରାଯାଇଥିବା ବେଳେ 4 ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ମଧ୍ୟ ପ୍ରଦାନ କରାଯାଇଛି। ଚର୍ଚ୍ଚ ଛକ ନିକଟରେ ଜଣେ କଲେଜ ଛାତ୍ର ଦ୍ରୁତ ଗତିରେ ବାଇକ୍ରେ ଯାଉଥିବା ବେଳେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଛନ୍ତି। ଦୁହେଁ ଏହି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ହୀରାକୁଦ ଜଳଭଣ୍ଡାରରେ ବାମ ପାଖେ ଗୋଟିଏ ଏବଂ ଡାହାଣ ପାଖେ ଗୋଟିଏ ଗେଟ୍ ସହିତ ମୋଟ 2ଟି ଗେଟ୍ ଖୋଲା ରହିଛି। ଜଳଭଣ୍ଡାରରେ 613.52 ଫୁଟ ଜଳସ୍ତର ଥିବାବେଳେ ପ୍ରତି ସେକେଣ୍ଡ 90,688 କ୍ୟୁସେକ୍ ଜଳ ପ୍ରବେଶ ଏବଂ ପ୍ରତି ସେକେଣ୍ଡ 70,606 କ୍ୟୁସେକ୍ ଜଳ ଭଣ୍ଡାରରୁ ନିଷ୍କାସିତ ହେଉଛି। ସାଗରା ରେଳ ଷ୍ଟେସନଠାରେ ରେଳ ସାମଗ୍ରୀ ଓ ଲୁହା ପାଇପ୍ ଚୋରି କରୁଥିବା ବେଳେ 4 ଜଣ ଚୋରଙ୍କୁ ଗଡ଼ପୋଷ୍ଟ ଫାଣ୍ଡି ପୁଲିସ ଗିରଫ କରି ରାଜଗାଙ୍ଗପୁର ଆରପିଏଫ୍ ପୁଲିସକୁ 4 ଅଭିଯୁକ୍ତଙ୍କୁ ଜିମା ଦେଇଛି। ରାଜଗାଙ୍ଗପୁର ଆରପିଏଫ୍ ପୁଲିସ 4 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡ଼ିଛି। ଭୁବନେଶ୍ୱରଠାରେ ୟୁନେସ୍କୋ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ସନରାଇଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କୁଚିଣ୍ଡା ଅନ୍ତର୍ଗତ ଭୋଜପୁର ଗୁଦ୍ରାପଡ଼ାର ଜୟକୃଷ୍ଣ ଗଡିଆ ଚାମ୍ପିୟନ ହୋଇଛନ୍ତି। ଜେସିକା ସାହୁଙ୍କ ସହଯୋଗିତାରେ ଜୟକୃଷ୍ଣ ଗଡିଆ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ତାଙ୍କୁ ଭୋଜପୁରରେ ଅନେକ ଶୁଭେଚ୍ଛା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ଭାଲୁବାଲିଠାରେ ସଡ଼କ ଦୁର୍ଘଟଣାରେ ଜଣେ ଆହତ। ଫେରୁଥିବା ବେଳେ ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।